ବିଜୁ ପଟ୍ଟନାୟକ ଜୟନ୍ତୀ ଉପରେ 10 ଧାଡ଼ି ଓଡ଼ିଆ ରଚନା। ବିଜୁ ପଟ୍ଟନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ବିଶିଷ୍ଟ ଶିଳ୍ପପତି ଓ ଓଡ଼ିଶାର ଦକ୍ଷ ମୁଖ୍ୟମନ୍ତ୍ରୀ ଥିଲେ। ସେ ମାର୍ଚ୍ଚ 5, 1916 ମସିହାରେ ଓଡ଼ିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ଆଶାଲତା ପଟ୍ଟନାୟକ ତାଙ୍କର ପିତାମାତା ଥିଲେ। ବି.ଏସ୍.ସି. ପଢ଼ି ସାରିଲା ପରେ ସେ ପାଇଲଟ ଭାବେ ତାଲିମ ନେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆ ବାୟୁସେନାରେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ଜବାହରଲାଲ ନେହେରୁଙ୍କର ଜଣେ ବିଶ୍ୱସ୍ତ ବନ୍ଧୁ ଥିଲେ। ରାଜନେତା ଭାବରେ ସେ 2 ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସାହସିକତା ପାଇଁ ଇଣ୍ଡୋନେସିଆର ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ପୁରସ୍କୃତ କରିଥିଲେ। ସେ ଓଡ଼ିଶା ଏବଂ ଭାରତର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଏପ୍ରିଲ 17, 1997 ମସିହାରେ ଦେହାନ୍ତ ହୋଇଥିଲା।